କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି। ଉପୁଡ଼ିଲା ଗଛ, ଉଡ଼ିଗଲା ଘରର ଛପର, ବଜ୍ରପାତରେ ଜଳିଗଲା ମୋଟର ସାଇକେଲ। କେନ୍ଦୁଝର ପାଟଣା ବ୍ଲକ ଅଞ୍ଚଳରେ ଆଜି ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ପବନ ସାଙ୍ଗକୁ ଘଡ଼ଘଡ଼ି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଜ୍ରପାତରେ ମିରିକି ଖୋଜିରେ 2ଟି ବଳଦଙ୍କର ମୃତ୍ୟୁ ହୋଇଛି। ଏଥିସହ ସୁଆମ ସରାସକେଲା ରାସ୍ତାର ଗୁଳିଦିପୋଷୀ ନିକଟରେ ରାସ୍ତା ଉପରେ ବିରାଟ ଜାମୁଗଛ ପଡ଼ିଯିବାରୁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାଘାତ ହୋଇଛି। ସେହିପରି କୁଆପଶି ଗାଁର ଶାଳରେ ଥିବା ବିରାଟ ବିରାଟ ଶାଳ ଗଛମାନ ଉପୁଡ଼ି ପଡ଼ିଛି। ସାଧୁପଡ଼ାଠାରେ ଥିବା ଅରବିନ୍ଦ ଦାସଙ୍କ ଧାନ ଗୋଦାମର ଆଜବେଷ୍ଟସ ଛପର ଉଡ଼ିଯାଇଛି। ଏଥିସହ ଝାଟିପଡ଼ା ଗ୍ରାମର ଗୁଳିଦିପୋଷୀ ସାହିରେ ଥିବା ସୁରେନ୍ଦ୍ର ବାରିକର ବ୍ରଏଲର କୁକୁଡ଼ା ଫାର୍ମର ଆଜବେଷ୍ଟସ ଛପର ଉପୁଡ଼ିବା ସହ ଚାପି ହୋଇ ଶତାଧିକ ବ୍ରଏଲର କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବାରିଆ ଥାନା ଅନ୍ତର୍ଗତ ପଦମପୁର ବୈତରଣୀ ନଦୀର ବାଲିଘାଟରେ ଥିବା ଝୁମ୍ପୁଡ଼ି ଘର ଏବଂ ବାଇକ୍ ବଜ୍ରପାତରେ ଜଳିଯାଇ ନଷ୍ଟ ହୋଇଯାଇଛି। ଝୁମ୍ପୁଡ଼ିରେ ଥିବା 9ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।